कृष्णाय वासुदेवाय हरये परमात्मने प्रणतः क्लेशनाशाय गोविन्दाय नमो नमो। द्वितीय स्कंद चतुर्थ अध्याय। सुत उवाच हेमंत सुख वाक्य शुणी आत्मार तत्व मने गुणी कृष्ण विषये दृढ़ मन कल्पिला उत्तरानंदन आत्मा कलत्र सुत गृहे पशुद्रविण बंधु स्नेहे राज्य संपद जेते आस हृदु छाड़िला स्नेह पास तुम्भे जा पचारिल मोते एकथा राजा दृढ़ चिते कृष्णानुभाव शुणिबारे श्रद्धा बलिला निर्विकारे आत्मनिधन मने स्मरी वेद वचन दृढ़ करी कृष्ण विषये दृढ़ चित निश्चय करी परीक्षित आत्मतो भाव हेले देहे पुणी पुछई अति स्नेहे। राजा उवाच हे सुक तुम्भर वचन कृष्णर जेते गुण कर्म ଯାହା ଶୁଣନ୍ତେ ପାପ ହରେ ପବିତ୍ର ବାହ୍ୟ ଅଭ୍ୟନ୍ତରେ ଶୁଣି ଅଜ୍ଞାନ ମୋର ଗଲା ତୁମ୍ଭ ପ୍ରସାଦ ଯେଣୁ ହେଲା ସେ କଥା କହ ମୁନି ମୋତେ ଯେମନ୍ତେ ଧରି ଦୃଢ଼ ଚିତେ ସେ ହରି ଆତ୍ମ ମାୟା ବଳେ ସୃଷ୍ଟି ସଞ୍ଚଇ ଏସୟଳେ ବିଷ୍ଣୁର ସର୍ଜିଲା ସଂସାର ଅନ୍ୟ ଦେବଙ୍କୁ ଅଗୋଚର ସେ କଥା ଜାଣିବାର ପାଇଁ ଭୂମୁନି ପୁଣି ମୁଁ ପୁଛଇ ସେ ବହୁ ଶକ୍ତିମନ୍ତ ହରି ପରମ ପୁରୁଷ ମୁରାରି ଯେମନ୍ତେ ପାଣି ପୁଣ ହରେ ଯେ କାଳେ ଯେବା ଶକ୍ତି ଧରେ ଆତ୍ମାକୁ ଆତ୍ମା କରି ଖେଳା କୁହୁକ ମତେ ବିଷ୍ଣୁ ଲୀଳା ସୃଜଇ ପାଳଇ ସହରେ ମାୟା ତ୍ରିଗୁଣ ରୂପ ଧରେ ଯେମନ୍ତେ ବ୍ରହ୍ମା ବିଷ୍ଣୁ ହର କ୍ରୀଡ଼ନ କରେ ଦାମୋଦର ବିବିଧ ରୂପ ଏ ଜଗତେ ଯେମନ୍ତେ କରେ କ୍ରୀଡ଼ା ଅର୍ଥେ ଅଦ୍ଭୁତ କର୍ମ ଏ ତାହାର କେ କରି ପାରିବ ଗୋଚର ଏକଇ ପୁରୁଷ ଅନନ୍ତ ପ୍ରକୃତି ମତେ ବହୁମତ ଆଦି ପୁରୁଷ ରୂପ ଧରି ଯେମନ୍ତେ କର୍ମେ ନର ହରି କାର୍ଯ୍ୟମାନଙ୍କୁ ଏ ସଂସାରେ କଲେ କହିବା ମୁନିବରେ ଯେ ଶବ୍ଦ ବ୍ରହ୍ମରେ ବିଚାର ବ୍ରହ୍ମାନୁଭବରେ ଗୋଚର ଏକ ଅନେକ ରୂପ ଧରେ ଅଶେଷ ଜନ୍ମ କର୍ମ କରେ ଏଣୁ ଶ୍ରବଣେ ଇଚ୍ଛା ମୋର କହ ହେ ବ୍ୟାସଙ୍କ କୁମର ହେ ମହାମୁନି ଭାଗବତ ଶ୍ରବଣେ ପିୟା ଅମୃତ। ସୁତ ଉବାଚ ଏମନ୍ତ ପରୀକ୍ଷିତ କଥା ପୁରୁଷୋତ୍ତମ ଗୁଣ ଗାଥା
ଶୁଣି ସାନନ୍ଦ ବ୍ୟାସ ସୁତ କୃଷ୍ଣ ଚରଣେ ଦେଇ ଚିତ। ସେ ପରୀକ୍ଷିତେ ପ୍ରତିବାଣୀ କହିବା ଅର୍ଥେ ମୁନିମଣି। ଧ୍ୟାନେ ସେ ଚିନ୍ତି ନାରାୟଣ ବୋଇଲେ ପରୀକ୍ଷିତ ଶୁଣ। ନମସ୍ତେ ପରମ ପୁରୁଷ ଅନନ୍ତ ଘଟେ ଯା ପ୍ରକାଶ। ଲୀଳା ବିହାରେ ସୃଷ୍ଟି କରେ ପାଳଇ ପୁଣି ସେ ସଂହରେ। ହେଳେ ତିନି ଶକ୍ତି ଧରେ ଜନ୍ତୁର ଅନ୍ତରେ ବିହରେ। ତେଣୁ ତା ମାର୍ଗ ଉପଲକ୍ଷ୍ୟ କରିବ କାହାର ବା ଶକ୍ୟ। ନମସ୍ତେ ଜଗତ ଜୀବନ ସାଧୁଙ୍କ ବୃଜି ନ ଦହନ। ଅସାଧୁ ଦମନ ବେଭାର ଅଖିଳ ଜନ୍ତୁ ରୂପ ତୋର। ପରମହଂସଙ୍କ ଆଶ୍ରମେ ଯେ ବ୍ୟବସ୍ଥିତ ପ୍ରାଣୀମାନେ। ତାହାଙ୍କ ଆତ୍ମତତ୍ତ୍ୱଦାତା ନିରତେ ତୋର ପାଦେ ଚିନ୍ତା। ନମସ୍ତେ ସାତ୍ୱତ ବତ୍ସଳ କୁଯୋଗୀ ଗଣେ ଅଗୋଚର। ସମପ୍ରକାଶ ସର୍ବଠାରେ ଜନ୍ତୁଙ୍କ ବାହ୍ୟ ଅଭ୍ୟନ୍ତରେ। ଐଶ୍ୱର୍ଯ୍ୟ ପରମ କାରଣ ଯେ ନିତେ ସ୍ୱଧାମଧାରଣ। ଯା ନାମ ଶ୍ରବଣ କୀର୍ତ୍ତନ ଯା ରୂପ ଦେଖିଣ ନୟନ। ନମିଲେ ଯାହାର ଚରଣ ସ୍ମରଣ ପୂଜା ସମର୍ପଣ। ଜନ୍ତୁଙ୍କ କଳ୍ମଷନାଶଇ ଯେ ସର୍ବ ମଙ୍ଗଳ ବୋଲାଇ। ଯେ ହରି ଶରଣ ସୋଦର ତାହାଙ୍କୁ ମୋର ନମସ୍କାର। ପଣ୍ଡିତ ଜନ ଯାର ପାଦେ ସେବା ସମ୍ପାଦି ଅପ୍ରମାଦେ। ଆତ୍ମାର କଳ୍ମଷନାଶନ୍ତି ଜନ୍ମ ମରଣେ ନ ଡରନ୍ତି। ଆତ୍ମାର ଶ୍ରମ କରି ଶାନ୍ତି ଅନ୍ତେ ଲଭନ୍ତି ବ୍ରହ୍ମଗତି। ସର୍ବମଙ୍ଗଳ ଦାମୋଦର ତାହାଙ୍କୁ ମୋର ନମସ୍କାର। ଯେ ପ୍ରାଣୀ ତପଦାନ କରେ ଯଶ ସମ୍ପାଦି ଏ ସଂସାରେ। ସୁବୁଦ୍ଧି ପଣେ ମନ୍ତ୍ର ସାଧି ମଙ୍ଗଳ କର୍ମକୁ ଆରାଧି। ଏଣୁ ଅର୍ଜନ୍ତି ଯେତେ ଫଳ ତୋତେ ନ ସମର୍ପି ନିଷ୍ଫଳ। ସୁଭଦ୍ର ଶ୍ରବା ନାମ ଯାର ତାହାଙ୍କୁ ମୋର ନମସ୍କାର। କିରାତ ହୁଣ ଆନ୍ଧ୍ର ଯେତେ ପୁଳିନ୍ଦ ଚଣ୍ଡାଳ ସମେତେ। ଆଭିର କଙ୍କ ଯେ ପବନ ଏ ଆଦି ଯେତେ ଅନ୍ତ୍ୟଜନ। ଦୁଷ୍କୃତ କର୍ମ ଯେ କରନ୍ତି ଯା ପାଦ ଆଶ୍ରିତେ ତରନ୍ତି। ସର୍ବପ୍ରଭବଶୀଳ ଯେହି ତା ପାଦ ପଦ୍ମେ ମୁଁ ନମଇ। ଯେ ହରି ଜଗତ ଜୀବନ ଆତ୍ମଜ୍ଞାନୀଙ୍କ ଆତ୍ମା ଧନ। ଏ ତିନି ବେଦ ଯାର ଦେହ ଯେ ଧର୍ମମୟ ତପମୟ। ନିର୍ମଳ ତପେ ଯୋଗୀ ଜନେ ବ୍ରହ୍ମା ଶଙ୍କର ଅନୁମାନେ। ନାନା ପ୍ରକାରେ ଧ୍ୟାନେ ଚିନ୍ତି ଯା ରୂପ କେହି ନ ଦେଖନ୍ତି। ଯେ ଲକ୍ଷ୍ମୀପତି ଯଜ୍ଞପତି ଯେ ପ୍ରଜାପତି ଜ୍ଞାନପତି।
ଯେ ଲୋକପତି ଧରାପତି ଯାଦବ ବଂଶପତି ଗତି ସାଧବ ଗଣେ ଯାହା ଚିନ୍ତି ସେ ହେଉ ମୋର ମନେ ସ୍ଥିତି ଯାର ଚରଣ ଧ୍ୟାନ ବଳେ ନିଶ୍ଚଳ ସମାଧିର ଜଳେ ବୃଦ୍ଧି କି ପ୍ରକ୍ଷାଳନ କରି ଯାହା ଚିନ୍ତନ୍ତି ବ୍ରହ୍ମଚାରୀ ସଗୁଣ ନିର୍ଗୁଣ ବିଚାରେ କହନ୍ତି ଯଥା ଅନୁସାରେ ସେ ହରି ମୋର ହୃଦଗତେ ପ୍ରକାଶ ହେଉ ଅବିରତେ ଯାହାର ଆଜ୍ଞା ପରମାଣେ ଭାରତୀ ଆସି ତତକ୍ଷଣେ ପ୍ରକାଶୀ କଳ୍ପ ଆଦି କାଳେ ବ୍ରହ୍ମାର ହୃଦୟ କମଳେ ସୃଷ୍ଟି ବିଷୟ ଜ୍ଞାନ ଦେଲା ମୁଖେ ଗାୟତ୍ରୀ ଉଚ୍ଚାରିଲା ନମସ୍ତେ ବ୍ୟାସ ରୂପ ହରି ହୃଦୟେ ବସ କୃପା କରି ମହତ ଆଦି ପଞ୍ଚଭୂତେ ଜନ୍ତୁ ଭିଆଇ ଏ ଜଗତେ ଜନ୍ତୁଙ୍କ ହୃଦୟ କମଳେ ଯାର ଆସନ ସୁଖ ଭୋଳେ ଗୁଣ ସମୂହ ସୁଖେ ଭୁଞ୍ଜେ ଷୋଡ଼ଶ ଆତ୍ମା ରୂପେ ରାଜେ ସେ ହରି ବସୁ ମୋର ହୃଦେ ବାକ୍ୟ ଆବରି ପଦେ ପଦେ ନମଇ ବ୍ୟାସ ମୁନି ବର କୃଷ୍ଣେ ଅକୁଣ୍ଠ ବୁଦ୍ଧି ଯାର ଯାମୁଖ ପଦ୍ମୁ ଜ୍ଞାନ ରସେ ମୁନିଏ ପିବନ୍ତି ହରସେ ଯେ ହରି କଥା ପୂର୍ବ କାଳେ ନାରଦ ଋଷି ମୁନି ମେଳେ ବ୍ରହ୍ମାଙ୍କୁ ପଚାରିଲେ ଯେତେ ପ୍ରସନ୍ନେ କହିବି ମୁଁ କେତେ ଏ ବାଣୀ ଶୁଣି ସୁଖ ଭାଳେ ପ୍ରାଣୀ ନିସ୍ତରେ ଭବ ଜଳେ କହଇ ଦାସ ଜଗନ୍ନାଥ ଦ୍ୱିତୀୟ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଦ୍ୱିତୀୟ ସ୍କନ୍ଧେ ଚତୁର୍ଥ ଅଧ୍ୟାୟ।